ଆଜ୍ଞା ମୁଁ ପାଣ୍ଡବ ପ୍ରଧାନ ଆମର ଗ୍ରାମବାସୀ ମୁଁ ରାମଣ୍ଡା ଆମର ଏ ରୋଡ ପାଇଁ ଆମେ କେତେ ଚେଷ୍ଟା କଲୁଣୁ କିନ୍ତୁ କେବେ ହେଲେ କାମ ହେଇପାରୁନାହିଁ। ବିଜେଡି ସରକାର 10 ବର୍ଷ ଥିଲେ ଶ୍ରୀକାନ୍ତ ସାହୁ ତାଙ୍କେ 10 ବର୍ଷ ଭିତରେ କରିପାରିଲେ ନାହିଁ। ଆଉ ଗୋକର୍ଣ୍ଣାନନ୍ଦ ମଲ୍ଲିକ ଯୋଉ ରାଲି ବୁଲି ଆସିଥିଲେ କହିଥିଲେ 3 ମାସ ଭିତରେ ମୁଁ ରୋଡ କରି ଦେଖେଇ ଆମ ବିଜେପି ଆସିଲେ 2 ବର୍ଷ ହେଲାଣି ଆଜ୍ଞା ଦେଖା ସାକ୍ଷାତ ନାହିଁ ଗାଁକୁ ରୋଡ କରିବା କଥା ଦୂରର କଥା। ସବୁ ନେତା ମନ୍ତ୍ରୀ ଇଲେକ୍ସନ ହେଲେ ସବୁ ଆସୁଛନ୍ତି ରୋଡ ଘାଟ କରିଦେଇ ସବୁ କରିଦେଇ କିଏ ଆଉ ଇଲେକ୍ସନ ସରିଗଲେ ଆଉ କିଏ ଦେଖା ସାକ୍ଷାତ କାହାର ନାହିଁ। ଆଜ୍ଞା ଆପଣଙ୍କ ପରିଚୟ? ଆଜ୍ଞା ମୁଁ ଶିବରାମ ନାହାକ ଗ୍ରାମ ରାମଣ୍ଡା। ବହୁ ଆଜ୍ଞା ନେତା ମନ୍ତ୍ରୀ ଆମକୁ ଜଣେଇଛନ୍ତି କି ରାସ୍ତା ହବ କହି ଆମକୁ ଆଜି ଯାଇ କହି ଆସୁଛନ୍ତି, କିନ୍ତୁ ଆଜି ଯାଇ ଆମର ରାସ୍ତାଟା ହେଇପାରିଲାନି। ଆଉ ଆମର ଗ୍ରାମବାସୀ ସବୁ ମିଳିମିଶି ଆମର ଆଗାମୀ ଗୋଟେ ଯଜ୍ଞ ହେବାର ଅଛି ମନ୍ଦିର ପ୍ରତିଷ୍ଠା ପାଇଁ, କିନ୍ତୁ 100 ଗାଁରୁ ହଜାର ଲୋକ ଆସିବେ ଗାଁକୁ। ସେଇ ସକାଶେ ଆମେ ଆମର ରାସ୍ତାଟାକୁ କେମିତି ମରାମତି କରିବୁ, ଗାଁର ସମସ୍ତେ ମିଳିମିଶି ଆମେ ରାସ୍ତାଟାକୁ ମରାମତି କରୁଛୁ ଆଜି। ଆଜ୍ଞା ଆପଣଙ୍କ ପରିଚୟ? ରାମଣ୍ଡା ଶିବରାମ ପାତ୍ର। ଆଜ୍ଞା 5 ବର୍ଷ ଭିତରେ ଶ୍ରୀକାନ୍ତ ସାହୁ ପାଖକୁ ମଧ୍ୟ ଆମେ 3-4 ଥର ଯାଇଥିଲୁ। କିଲୋମିଟରଟେ ଭିତରେ ଆମର 2ଟା ୱାର୍ଡ ଅଛି। 2ଟା ୱାର୍ଡରେ ପ୍ରାୟ 150-170 ଘର ଆମର ବସ୍ତି ଅଛି। କିନ୍ତୁ ଏ ରୋଡ କାମ ପାଇଁ 10 ବର୍ଷ ହେଲା ଆମେ ଗାଁ ଲୋକ ବହୁତ ଚେଷ୍ଟା କଲୁଣୁ। ବିଜେଡି ଗଲା ପରେ ବିଜେପି ଆସିଲା ପରେ ମଧ୍ୟ ଗୋକୁଳାନନ୍ଦ ମଲ୍ଲିକଙ୍କୁ ବର୍ଷେ ହେଲା କହୁଛୁ, କିନ୍ତୁ ରୋଡ କାମ ନ ହେବା ହେତୁ ଆମେ ଗାଁ ଲୋକ ସହଯୋଗରେ ଏ ରୋଡଟା କାମ ଆମେ କରୁଛୁ। ବର୍ଷା ଦିନ ହେଲେ ଆମର ପିଲାମାନେ ସ୍କୁଲକୁ ଯିବା ଆସିବା ସବୁ ଅସୁବିଧା ହେବା ହେତୁ ଆମେ ବାଧ୍ୟ ହୋଇ ଗାଁ ଲୋକ 7 ଦିନ କି 8 ଦିନ ଆମେ ପରିଶ୍ରମ କରି ଏ ରୋଡଟାକୁ ସମତଳ କରୁ। ଗାଁକୁ ଯୋଜନା ଆସିବ ବୋଲି ତ ଆମେ 10 ବର୍ଷ ହେଲା ଗାଁ ଲୋକ ଚେଷ୍ଟା କରିକି ବିଫଳ ହେଲୁ। ବିଫଳ ହେବା ସତ୍ତ୍ୱେ ଆମେ ଗାଁ ଲୋକ ନିଜେ କରିବା ପାଇଁ ବାଧ୍ୟ ହେଲୁ। ସେଥିପାଇଁ ଆମେ ନିଜେ କରୁଛୁ। ଆମ ଗାଁକୁ ଆମ୍ବୁଲାନ୍ସଟେ ଆସିପାରୁନି। ବର୍ଷା ଦିନ ହେଲେ 6 ମାସ ଆଜ୍ଞା ଏ ରୋଡ ବନ୍ଦ ହେଇଯାଉଛି। ବାକି ଖରା 6 ମାସରେ ଆମେ ଚଳପ୍ରଚଳ ହଉଛୁ।